ओम श्री गणेशाय नमः। कार्तिक महात्म्य षोडश अध्याय। पृथुवाच सेतिहासमिदं ब्रह्मन् महात्म्यं कथितं त्वया अत्याश्चर्यमिदं सम्यक् तुलस्यस्तु श्रुतं मया। नारद पदे करी पूजा पुणी पुछन्ति पृथुराजा भो मुनिवर पुण्य देहा कहिल पचारिली जाहा तुलसी आदि जन्मवाणी आत्मा पवित्र हेला शुणी तेणु तुलसी मूले सिद्धि कार्तिक उद्यापन विधि ते महतप व्रत फले एबे कहिबा तपसिले पूर्वे के उद्यापन करी भव सागरु गले तरी से कथा कह दृष्टान्तर अखिल जन उपकारी नारद द्रुपति वचने बेळहु शुण सावधाने कार्तिक उद्यापन धर्म शुणन्ते शुभ सबु कर्म एक कथा कहिबा प्रस्तावे से धर्म इतिहास पूर्वे नारद उवाच असी सत्यद्रिशिखरे करवीरपुरे पुरा ब्राह्मण धर्मवित् कश्चित् धर्मतत्त्व इति स्मृतः सत्याद्रि नाम गिरिपाशे ब्राह्मण करवीर देशे नाम ताहार धर्मदत्त विष्णु सेवारे अंतरक्त जानाई सर्वधर्म रीति कार्तिक व्रते महाप्रीति हेमंत एक संवत्सरे कार्तिक कृत्य विधान रे मास संपूर्ण उद्यापन सारिला जावत विधान हेमंत निशि अवशेषे नृसिंह दर्शन आसे ब्राह्मण नित्य कर्म सारी करे उदत पात्र धरी ते जले मिश्रित तुलसी मुखे गोविंद नाम घोषी पथे चालई द्विज वर स्वभावे गिरी भयंकर नृसिंहरूपी नरहरि जहि अछन्ति विजे करी विप्रगमई सेहि मार्गे एक पिशाची आसी बेगे पथ निरधि अति रही दुई चकातर ताकु चाहे स्वभावे भयंकर मूर्ति लंबोष्टवक्त्र दंतपति उलग्न मुकुलित केश कराळ मुख सूक्ष्मवंश अति दुर्बल कळेबर अस्ति जडित चर्म शिर रक्तनयन दीर्घध्वनि जिह्वारे जळुअछि बह्नि समणि पक्षी प्राय स्तन दुर्गंध नासिका पवन शरीर धाम्र वर्ण दिशि विप्रपुओ गालिलासी ताहाकु देखि धर्मदत्त हस्ते चेथिला तंबा पात्र तुलसी जल सहितरे फिंगिला पिशाची उपरे अंगे पड़िला तार जाई पिशाची दिव्य रूप होई ब्राह्मण आगे हेला उभा चंद्रमा प्राय मुख शोभा कांचन प्राय तनु गोरी
ଶେଷନେ ସ୍ୱର୍ଗ ବିଦ୍ୟାଧରି। ଅମୂଲ୍ୟ ଅଳଙ୍କାର ବାସ ଗନ୍ଧ ଚନ୍ଦନ ଜିତି ପୁଷ୍ପ ସୁନ୍ଦରୀ ଶରୀର ଭୂଷଣ ତା ଦେଖି ଆଶ୍ଚର୍ଯ୍ୟ ବ୍ରାହ୍ମଣ। ମନରେ ଭୟ ନାହିଁ କିଛି ଯୁବତୀ ମୁଖ ଚାହିଁ ପୁଛି ହେ ରୂପବତୀ କି କାରଣେ ରୂପ ଅନ୍ତର ଏହି କ୍ଷଣେ ଅଇଲୁ ଯେଉଁ ରୂପ ଧରି ସେ ରୂପ ଦେଖି ଭୟ କରି ତତେ ଫିଙ୍ଗିଲି ଜଳପତ୍ର ତେଣୁ ସୁନ୍ଦର ତୋର ଗାତ୍ର। କହ ଏ କିସ ବିପରୀତ ପୂର୍ବେ ତୁ କଲୁ କେଉଁ କୃତ୍ୟ କି ଜନ୍ମ ଲଭିଲୁ ତୁ କାହିଁ କି ଦୋଷେ ପାପ ତନୁ ବହି। ଘୋର ଗହନ ମାର୍ଗେ ଥିଲୁ ଏବେ କି ଭାବେ ନିସ୍ତରିଲୁ ତୁ ଏହା କହି ପରିମାଣି ମୋର ସଂଶୟ ଯାଉ ଶୁଣି। ଏ ପ୍ରଶ୍ନ ଶୁଣି ସେ ସୁନ୍ଦରୀ ବିପ୍ରକୁ ନମସ୍କାର କରି ବୋଲୋଇ ଶୁଣ ଦ୍ୱିଜ ବର ଏ ଯେ ଅଜିଲା କର୍ମ ମୋର। କହିବି ଶୁଣ ବିପ୍ର ଶ୍ରେଷ୍ଠ ପୂର୍ବେ ଯେ ନଗ୍ର ସୌରାଷ୍ଟ୍ର ସେ ଦେଶେ ବିଷ୍ଣୁ ଭିକୁ ନାମେ ଦ୍ୱିଜ ବଞ୍ଚଇ ଗୃହ ଧର୍ମେ ବୃଦ୍ଧି ସେ ଦ୍ୱିଜର ଘରଣୀ କଳହା ନାମେଣ ବ୍ରାହ୍ମଣୀ। ମୁଁ ପାପୀ ଯେ ମନ୍ତ ଦୁର୍ମତି ସ୍ୱାମୀରେ ହୋଇଲି ଅପ୍ରୀତି ଯାହା ବୋଲାଇ ମୋର ନାହା ମୁଁ ସୁଖ ନ ମଣଇ ତାହା। ସଂଯୋଗେ ନଦୀ ସଇ ଅନ କହଇ ନିଷ୍ଠୁର ବଚନ ଗୃହେ ଯେ ଭଲ ଦ୍ରବ୍ୟ ଥାଇ ମୁଁ ତାହା ଭୁଞ୍ଜଇ ଲାଜାଇ। ମତ ହଉ ବୁରଇ ଯାହା ଚୁଲିରେ ନିବେଶଇ ତାହା ସ୍ୱାମୀ ଯହିଁକି ମନ କରେ ମୁଁ ତାହା ନ ରଖଇ ଘରେ। ସ୍ୱାମୀ ବୁଝିଲେ କରେ କଳି ତାର ବଚନ ମୋର ସଳି ଏମନ୍ତ ଗଲା କେତେ ଦିନ ମୋର ଭାଜିଲା ସ୍ୱାମୀ ମନ। ଅନ୍ୟ କନ୍ୟାଏ ଦେଖି ଶୋଭା ତାକୁ ହୋଇଲା ବିପ୍ର ବିଭା ତା ଦେଖି ସହି ନ ପାରିଲି ମହୁରା ପାନ କରି ମଲି ମୋ ପ୍ରାଣ ପ୍ରେତ ପିଣ୍ଡେ ଭରି ଚମକିଙ୍କର ନେଲେ ଧରି। ଚର୍ମରଜୁରେ କାଣ୍ଡ ବଢ଼ି ମୁଣ୍ଡେ ପ୍ରହାରୀ ବେତ ବାଡ଼ି ଯାତନା ପଥେ ଘେନି ଗଲେ ଯମ ଛାମୁରେ ନେଇ ଦେଲେ ମତେ ଅନାଇ ଦଣ୍ଡଧାରୀ କାଳ ବୃତ୍ତାନ୍ତ ରୂପ ଧରି। ପୁଛିଲେ ଚିତ୍ରଗୁପ୍ତକୁ ବୋଇଲେ କି ଦଣ୍ଡ ଏହାକୁ ବିଚାରି କହ ତୁମ୍ଭେ ବେଗେ ଧର୍ମ ତ ଦିଶୁ ନାହିଁ ଆଗେ। ପାପ ଲକ୍ଷଣ ଏହା ଦେହ ପାଞ୍ଜିରେ କି ଲେଖିଛି କହ। ଗୁଣ କରିବା ଯେଉଁ କର୍ମ ବିଚାରି କହ ଧର୍ମ ଧର୍ମ ରାଜା ବଚନେ ମନ୍ତ୍ରୀ ବେନି କର୍ମ ଲିଖନ ପାଞ୍ଜି ଘେନି ବୋଲନ୍ତି ଶୁଣ ଦଣ୍ଡଧାରୀ ଏ ବଡ଼ ପାପୀ ଦୁରାଚାରୀ କିଛି କରି ନାହିଁ ତପ କେତେ କହିବା ହେଆ ପାପ। ବ୍ରାହ୍ମଣ କୂଳେ ଦେହ ବହି ଆଚାରହୀନା ସ୍ୱାମୀ ଦ୍ରୋହୀ ପତିକି ଦେଲା ଯେତେ ଦୁଃଖ ତେଣୁ ନ ଚାହିଁ ତାର ମୁଖ
ଯେତେ ଅକର୍ମ କଲା ପୂର୍ବେ ଦୁଷ୍ଟ ସ୍ୱଭାବେ ମତ ଗର୍ବେ ପାପିନୀ ସ୍ୱାମୀ କି ଲୁଚାଇ ପାକ ଭଣ୍ଡାରେ ଅନ୍ତ ଖାଇ ତହିଁକି ଦଣ୍ଡ ଏବେ ଯାହା କହିବୁ ଶୁଣ ଜୋର ନାହା ସେ ପାପ ଫଳେ ଜନ୍ମ ସାତ ମଞ୍ଜୁରୀ ରୂପୀ ହେବା ଜାତ ଉଦ୍ଦିଷ୍ଟ ବସି ଘରେ ଘରେ ଗଞ୍ଜଣା ପାଇବ ଶରୀରେ ପୂର୍ବେ ଯେ କୁଟୁମ୍ବଙ୍କୁ ବଞ୍ଚି ଭଲ ପଦାର୍ଥ ଗୁଞ୍ଜେ ଲୁଚି ଏ ପାପେ ଜାତ କରି ବାଳ ଭକିବ ଗର୍ଭ ଫୁଲ ଫଳ କଳହା ମହା ପାପ ଘେନି ତଦ ଅନ୍ତରେ ଜନ୍ମ ତିନି ଡାକିନୀ ରୂପେ ଜାତ ହେବ ସକଳ ଜୈନେ ବୈରାଭାବ ପୂର୍ବ ଚଞ୍ଚଳ ମତି ଘେନି କୁଠାର ରୂପେ ଉଠେ ଯୋନି ନିଶାରେ ସମସାନେ ହରି ନାନା ଦୁର୍ଗନ୍ଧ ଭୋଗ କରି ସ୍ୱାମୀଙ୍କି ଦୁଃଖ ଦେବା ଫଳେ ପୁଣି ଜନ୍ମିବ ଗିମାଳେ ବନେ ପିଶାଚୀ ରୂପ ହୋଇ କର୍ମେ କଳହା ନାମ ବହି ଭ୍ରମୁ ଯେ ଥିବ ଅନୁଦ୍ରତେ ସୁଖ ନ ଲଭିବେ କଦାଚିତେ ନିଜ ସ୍ୱାମୀର ନିନ୍ଦା ପାପେ ବିବର୍ଣ୍ଣ ଭୟଙ୍କର ରୂପେ ନାନାଦି କ୍ଲେଶ ସହି ଅଙ୍ଗେ କେହି ନ ରିବେ ଆଉ ସଙ୍ଗେ ଯେବେଣ ତୁଣ୍ଡେ ନିତ୍ୟ କଳି ସ୍ୱାମୀ କି ଦେଉଥିଲା ଗାଳି ସେ ତୁଣ୍ଡେ ଜଳୁଥିବ ଯାଇ କିଛି ହି ନ ପାରିବ ଖାଇ ଏମନ୍ତେ ଯୁଗ ଏକ ସ୍ତରୀ ଥିବ ପିଶାଚୀ ରୂପ ଧରି ଏ ବିପ୍ର ଶୁଣ ସାବଧାନେ ହେମନ୍ତ ମନ୍ତ୍ରୀ କବଚନେ ଯମ ବୋଲଇ ଏତେ ହେଉ ଏ ପାପି ବେগে ଏଥୁ ଯାଉ ଏ ବାକ୍ୟ ଧର୍ମ ରାଜା ମୁଖେ ଶୁଣି ପଡ଼ିଲି ଘୋର ଦୁଃଖେ ମଜ୍ଜାରି ହେଲି ଜନ୍ମସ୍ଥାନ ଡାକିନୀ ରୂପେ ପୁଣି ଜାତ ତିନି ଜନମ ଅନ୍ତେ ମୁହିଁ ଏବେ ପିଶାଚୀ ରୂପ ହୋଇ ଆଜକୁ 15 ବରଷ ଏ ବନେ କରିଅଛି ବାସ ଅକର୍ମ ଦେହେ ଦୁଃଖ ଯେତେ ତାହା କହିବ ବା କେତେ କ୍ଷଣତେ ସୁସ୍ଥ ନାହିଁ ମନ ନିରତେ ହୋଇ ଛନ ଛନ ହୁଦା ଅନଳେ ଆତ୍ମା ଦୁଃଖୀ ତୃଷାରେ ଓଷ୍ଠ କଣ୍ଠ ସୁଖୀ କ୍ଷଣ କ୍ଷଣକେ ପଡ଼ୁଥାଇ ପିତ୍ତ ଶେଷମ ପ୍ରାୟ ହୋଇ ସୁସ୍ତେ ମୁନ ପାରଇ ବସି ଅଷ୍ଟଦିଗକୁ ଦିବାନିଶି ନିଷ୍କାମେ ବୁଲୁଥାଇ ଧାଇଁ ବାତୁଳ ଜନ ପ୍ରାୟ ହୋଇ କାହିଁ ତ ନ ଦେଖାଇ ସୁଖ ଅନବରତ ଏକା ଭୋକ ତା ଶାନ୍ତି ନିମନ୍ତେ ପଦାର୍ଥେ କିଛି ହି ନ ମିଳଇ ମତେ ବୃକ୍ଷେ ଯେ ଫଳ ଫଳିଥାଏ ମୋର ଚାହିଁଲେ ଜଳିଯାଏ ଅନଳ ପ୍ରାୟ ଦିଶେ ମତେ ମୁଁ ତାହା ଭକିବି କେମନ୍ତେ ତେଣୁ ତା ନ ପରଇ ଭକ୍ଷ୍ୟ ଯେମନ୍ତ କର୍ମେ ଅର୍ଜିଅଛି ତେଣୁ ନରିଭି ଫଳମାନ ବିକଳେ କରଇ ରୋଦନ ପବିତ୍ର ଗିରି ଝର ଜଳ ସେ ମତେ ସଦୃଶ ଗରଳ ଅନଳ ତୁଣ୍ଡେ ଜଳୁଥାଇ ଶୀତ ତପନ ଆଦି ହୋଇ ସେ କଥା ଶୁଣ ପୁଣ୍ୟ ଦେହା ପ୍ରେତ ପିଶାଚ ଭୋଗ ଯାହା ସୂତ୍ର ଶୁଣିତ ଧୂପଲାଳ ଶ୍ରବଣ ବିଟ ନେତ୍ରମଳ ନାସାଶ୍ଲେଷମ ସ୍ୱେଦ ବାନ୍ତି ଯେବା ଉଚ୍ଚିଷ୍ଟେ ଘୃତ କ୍ରାନ୍ତି ଦୀପ ନିର୍ବାଣ କାଳେ ପୁଣି ଅନ୍ନ ଭୁଜନ୍ତି ଯେଉଁ ପ୍ରାଣୀ ପତି ବିନାଶ କାଳେ ନାରୀ ଅନ୍ନ ଭୁଜଇ ନ ବିଚାରି ଯେ ତମ ଘରେ ଦାନ ଦେଇ ସେ ସର୍ବ ପ୍ରେତ ଯୋଗ୍ୟ ହୋଇ
ଏମନ୍ତ ଦ୍ରବ୍ୟ ଯେତେ ମିଳେ ପ୍ରେତ ଭୁଞ୍ଜନ୍ତି ନେଇ ବଳେ ଭୂତ ହୁଲଭଇ କିଞ୍ଚିତ ଭୋଜନେ ତୋଷ ନହେ ଚିତ ସୁମରି ପୂର୍ବ କଲା କର୍ମ କ୍ଷଣ କ୍ଷଣକେ ମତି ଭ୍ରମ କାନ୍ଦୁଜେ ଥାଇ ବନେ ପଶି ନିରାଶେ ତରୁ ମୂଳେ ବସି ପ୍ରଭାବ ପାଉ ଥାଇ ତହିଁ ଆହା ବୋଲନ୍ତା କେହି ନାହିଁ ଏ କଷ୍ଟେ ଥିଲି ଘୋର ବନେ ଆଜ ମୁଁ ତବ ଦରଶନେ ଦୁଃସହ ଘୋର ଦୁଃଖ ରାଶି ତବ ପ୍ରସାଦେ ସର୍ବନାଶୀ ଆତ୍ମା ପବିତ୍ର ହେଲା ମୋର ଗତ ଅପରାଧ ଗଲା ଦୂର ଏବେ କାରଣ କର ମତେ ନମଇ ତୁମ୍ଭ ପାଦ ଗତେ କଳହା ମୁଖୁ ଏହା ଶୁଣି ବ୍ରାହ୍ମଣ ମନେ ମନେ ଗୁଣି ପାଷାଣ ମୂର୍ତ୍ତି ପ୍ରାୟ ହୋଇ ମୌନେ ବିଷ୍ଣୁ ରୂପ ଧାଇ ଗୋବିନ୍ଦ ସୁମରଇ ମନେ ରାଜନ ଶୁଣ ସାବଧାନେ ଅଧମ ମହାଦେବ ଦାସ ଏକଥା ଭଣି ମହାତୋଷ ଗୋବିନ୍ଦ ନାମ ଚିନ୍ତି ହୃଦେ ଶରଣ ଗଲା ପଦ୍ମ ପାଦେ ଅଜ୍ଞାନ ସ୍ତ୍ରୀଙ୍କର ହିତେ ପଦ୍ମ ପୁରାଣେ ଅର୍ଥ ଗୀତେ ଜଗତେ କଲି ପରକାଶ ସୁଜରେ ନଘେ ନିଭ ଦୋଷ इति श्री पद्मपुराणे उत्तरखण्डे कार्तिक महात्म्य कलह गतजन्म कर्म कथने नाम षोडशोऽध्यायः।